13 ଜଣ ଲୋକ ମଲେ ସେଟା ବହୁତ ଦୁଃଖର ବିଷୟ। ସେଥିରେ କିଛି ସନ୍ଦେହ ନୁହେଁ, କିନ୍ତୁ କୋଉଥିପାଇଁ ମଲେ କ'ଣ ମଲେ ତାର ତଦନ୍ତ ହବ। ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହବ। ଆଉ ଗୋଟେ ଗଣତାନ୍ତ୍ରିକ ଧାରା ଉପରେ ସରକାର ଯେମିତି ଚାଲେ ସେ ଅନୁସାରେ ତ ଚାଲିବ। ସେ ଅନୁସାରେ ସେମାନେ ଚଲାଉଥିଲେ ନା ନାହିଁ। ତ ତା ଆଗରୁ କିଛି ତଦନ୍ତ ହବା ଆଗରୁ ଜଣକୁ ଫାଶୀ ଦେଇଦେବ କ'ଣ, ଏଇଟା କୋଉ ନିୟମ? ନୈତିକ ଦାୟିତ୍ୱ କ'ଣ? ନୈତିକ କ'ଣ ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଯାଇକି ନିଆଁ ଲଗାଇ ଦେଇଥିଲେ କି? ମାହାଙ୍ଗାର ଟ୍ରିପଲ ମର୍ଡରରେ ମନ୍ତ୍ରୀ ସମ୍ପୃକ୍ତ ଥିବା ସତ୍ତ୍ୱେ ମନ୍ତ୍ରୀ ତ କାହିଁ ରେଜିଗ୍ନେସନ ଦେଲେ ନାହିଁ। ଦିବ୍ୟ ସିଂ ମିଶ୍ର ଗୋଟେ ଝିଅକୁ ଟିକ୍ ଟିକ୍ କରି ହାଣିକରି ତାର ପୋତି ଦେଲେ, ସେ ତ କାହିଁ ଇସ୍ତଫା ଦେଲେନି। ତାଙ୍କର ଉଲ୍ଟିଆ ଯୋଉ ଗୋଟେ ସାକ୍ଷୀ ଥିଲା, ସେ ସାକ୍ଷୀକୁ ଜେଲ ଭିତରେ ଆତ୍ମହତ୍ୟା ଦର୍ଶାଇକରି ମର୍ଡର କରି ଦିଆଗଲା, କାହିଁ ସେ ସମୟରେ ତ ଦିବ୍ୟ ସିଂ ଦେଲେ ନାହିଁ। କ'ଣ ନୈତିକତାର କଥା କହୁଛନ୍ତି ଏମାନେ? ଏଇଟା କଥା ବିଜେଡି ଯେଉଁ ରାଜ୍ୟସଭାରେ ଯେଉଁ ଅତ୍ୟଧିକ ଶୋଚନୀୟ ଭାବରେ ପରାଜିତ ହେଲା, ଯେଉଁ ଗର୍ବ ଅହଙ୍କାର ନବୀନ ପଟ୍ଟନାୟକର ଥିଲା, ସେ ଗର୍ବ ଅହଙ୍କାର ଚୁରମାର ହେଇଗଲା। ସେଥିପାଇଁ ହାଉସ ବନ୍ଦ। ଆରେ କଂଗ୍ରେସ ବି ତ ଗଲା ନା, ଚୁରମାର ହେଇଗଲା। ତାଙ୍କର ବି ତ 4 ଜଣ ଡେଇଁଗଲେ। ସେମାନେ କହୁଥିଲେ ଆମେ ଆଗାମୀ ଦିନର ଭବିଷ୍ୟତ ବୋଲିକି, ସେମାନେ ଯେତେବେଳେ ଚୁରମାର ହେଇଗଲେ, ବିଜେଡି ଯେତେବେଳେ ଚୁରମାର ହେଇଗଲା, କ'ଣ କରିବେ? ଲୋକଙ୍କୁ ତ ମୁହଁ ଦେଖେଇବେ ନା। ଲୋକଙ୍କୁ ମୁହଁ ଦେଖାଇବା ପାଇଁ ହାଉସଟା ଷ୍ଟଲ୍ କରୁଛନ୍ତି, ହାଉସକୁ ବନ୍ଦ କରୁଛନ୍ତି। ଡିମାଣ୍ଡ ଡିସ୍କସନରେ କୋଉ ସମୟରେ ହାଉସ ବନ୍ଦ ହୁଏ ମୁଁ ତ ଜାଣି ନାହିଁ। ଡିମାଣ୍ଡ ଡିସ୍କସନ ଚାଲିଛି। ଲୋକ ଆମର ସମର୍ଥକ ଅଛନ୍ତି, ଆମର ବିରୋଧୀ ଅଛନ୍ତି। ଆମକୁ କୋଉ କଥା ପସନ୍ଦ ହେଇପାରେ, ତାଙ୍କୁ ଏଇଟା ଯଦି ସେମାନେ ତାଙ୍କର କଥା, ଲୋକଙ୍କର କଥା ଯେତେବେଳେ ବିଧାନସଭାରେ ରଖିଥାନ୍ତେ, ବୋଲେ ଲୋକ ଭାବିଥାନ୍ତେ କି ଆମର କଥା କହିବା ପାଇଁ ଲୋକ ଅଛନ୍ତି। ଗଣତନ୍ତ୍ର ସେଥିପାଇଁ ବଳଶାଳୀ କ'ଣ ପାଇଁ? ସମ୍ ହସ୍ପିଟାଲରେ ତନୁ ବାବୁଙ୍କର ସମ୍ପୃକ୍ତି ଥିଲା, ଏଠି କାହାର ସମ୍ପୃକ୍ତି ନାହିଁ। ନାଇଁ, କ୍ଲିନ୍ ଚିଟ୍ କଥା କହୁନାହିଁ ମୁଁ। କଥା ହଉଛି ଯେଉଁମାନେ ଦାୟୀ ତାଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବରେ ଗ୍ରହଣ କରିବା କଥା। ମୁଁ ସେଥିରେ ଦ୍ୱିମତ ନାହିଁ।